ନନା ପୁରାଣଟି ପଢ଼ି ଦେଇକି ଗଲା ପରେ ମୁଁ ଟିକେ ନାତି ପାଇଁ ବସେଇଦେଲି ଖେଚୁଡ଼ି ଟିକେ, ଡାଲି ଚାଉଳ ସବୁ ଧୁଆଧୁଇ କରି ପରିବାପତ୍ର କାଟିକି ବସେଇ ଦେଇକି ଦୀପ ସବୁ ଯୋଗାଡ଼ କରିଦେଲି। ବାହାରି ପଡ଼ିଲି ମନ୍ଦିରକୁ ଯିବା ପାଇଁ। କି ବର୍ଷା ପବନରେ ବାପା, ଚାରିକାନି ଟିକେ ବୁଲିକି ଦୀପ ହରିକା ଲଗେଇଦେଲି। ତାପରେ ଠାକୁରଙ୍କୁ ଦର୍ଶନ କରି ଆଉ ନେଇଗଲି ଟିକେ ପାଦୁକ ନେଇକି ବାହାରି ପଡ଼ିଲି ଘରକୁ ଆସିବା ପାଇଁ। ଦେଖନ୍ତୁ କେତେ ଜୋରେ ବର୍ଷା ଯେ କହିବାକୁ ନାହିଁ। ଆଜି ଘରେ ଆଉ କିଛି ନଥିଲା, ସାରୁ, ନଡ଼ିଆ, କଞ୍ଚା କଦଳୀ ଆଉ ମୁଗ ବତୁରା। ରାତିରେ ବତୁରେଇଥିଲି ମୁଗ, ତାକୁ ବସେଇଦେଲି ସିଝିବା ପାଇଁ। ଭାତ ହେଇଗଲାଣି, ତାକୁ ଗାଳିଦେଲି। ଆଉ ଅଦା ଟିକେ, ଗୋଲମରିଚ ଟିକେ ଗୁଣ୍ଡ କରି ପକେଇଦେଲି, ନଡ଼ିଆ କୁର ଟିକେ ପକେଇଦେଲି, ଆଉ ଘିଅ ଟିକେ ଉପରେ ପକେଇଦେଲି। ଓଉ ମିଳିଲାନି କି କଞ୍ଚା କଇଁଆ ମଧ୍ୟ ମିଳିଲାନି। ଖଟା ନଦେଲେ ଭଲ ଲାଗିବନି, ତଥାପି ସେଇଭଳିଆ କରିଦେଲି। ଆଉ ଯାହା ଥିଲା ଚଳେଇ ନେବା, ଆଉ କ'ଣ କରିବା। ଆଉ ଘିଅ ଟିକେ ଉପରେ ଦେଇ ଠାକୁରଙ୍କୁ ଟିକେ ଭୋଗ ଲଗେଇଦେଲି। ପ୍ରଭୁ ଆଜି ଏତିକି ଆପଣଙ୍କ ପାଇଁ। ତାପରେ ମଉସା ଖାଇଦେଲେ ପାମ୍ପଡ଼ ଦେଇକି, ମୁଁ ଖାଇଲି ନଡ଼ିଆ ଦେଇକି।